ଆସ ଆଜି ଗୋଟେ ସୁନ୍ଦର କଥାଟିଏ ଶୁଣିମା ଆପଣମାନଙ୍କ ହୃଦୟକୁ ଛୁଇଁମ ଏ ସୁନ୍ଦର କଥାଟି। ଗୋଟିଏ ଗାଁରେ ଗୋଟେ ବୁଢ଼ା ଲୋକ ଦିନେ କହିଲା ପୁଅ ମୋତେ କହିଲା ଦିନେ କହିଲା ପୁଅ ତୁମକୁ ଗୋଟେ ସୁନ୍ଦର କଥାଟିଏ କହିବି। ମୁଁ କହିଲି କହୁନ। ମୁଁ ସେଇଠୁ କହିଲି ମଉସା ତୁମ ନାଁ କ'ଣ? ନା ମୋ ନାଁ ନନ୍ଦ ସାହୁ। ଆଉ ସୁନ୍ଦର କଥାଟି ଶୁଣ। ଯେଉଁ ଘରେ ନାହିଁ ବୁଢ଼ା ସେ ଘର ଗଲା ଉଡ଼ା। ଯେଉଁ ଘରେ ନାହିଁ ବୁଢ଼ା ସେ ଘର ଗଲା ଉଡ଼ା। ଆଉ ଯେଉଁ ଘରେ ନାହିଁ ବୁଢ଼ୀ ସେ ଘର ଗଲା ଉଡ଼ି। ଯେଉଁ ଘରେ ନାହିଁ ବୁଢ଼ୀ ସେ ଘର ଗଲା ଉଡ଼ି। ମୁଁ କହିଲି ମାନେ ବୁଢ଼ାକୁ କିଛି ନହେଲେ 70-80 ବର୍ଷର ବୁଢ଼ା, କିଛି ନହେଲେ ସେ ବସନ୍ତ ଋତୁ ତା ଜୀବନ ଭିତରେ 80 ଥର ଅତିକ୍ରମ କରିଥିବ। ବର୍ଷା ଋତୁ ସେମିତି 80 ଥର ତା ଜୀବନ ଭିତରେ ଦେଖିଥିବ। ଗ୍ରୀଷ୍ମ ଋତୁ ମଧ୍ୟ 80 ଥର ଦେଖିଥିବ। ତାଙ୍କ ବିଚାର 80 ବର୍ଷର ବୁଢ଼ା ନା। ଆମେ ଆଜିକାଲି 20-30-40 ବର୍ଷ କ'ଣ କହିବେ ତାଙ୍କ ଆଗରେ? ସେ 80 ବର୍ଷର କଥା କହିବେ। 80 ବର୍ଷର ତାଙ୍କର କେତେ ଦୁଃଖ ସୁଖ ମାନେ ଟାଇମ୍ କାଟିଦେବେ। ସେ 80 ବର୍ଷର କଥା କହିବେ। ସେମାନଙ୍କର କଥା ବିଚାରଧାରା ବହୁତ ଭଲ। ସେମାନଙ୍କ କଥା ଶୁଣିଲେ ଆମର କିଛି ଜ୍ଞାନ ବୁଦ୍ଧି ଭଲ ହେବ। ତାଙ୍କ ବିଚାରଧାରାଟା ବହୁତ ଭଲ। ବୁଢ଼ାବୁଢ଼ୀ ଯେଉଁ ଏତେ ବର୍ଷର ବୁଢ଼ାବୁଢ଼ୀ ନା, ସେମାନଙ୍କ କଥା ଶୁଣିଲେ ବହୁତ ଭଲ। ଆଜିକାଲି ପିଲାମାନେ ମୁଣ୍ଡକୁ ମାନେ ରଖୁନାହାନ୍ତି ମୁଣ୍ଡରେ କଥାଟା ବୁଢ଼ାବୁଢ଼ୀମାନଙ୍କର, କିନ୍ତୁ ଶୁଣିଲେ ବହୁତ ଭଲ। ସେମାନଙ୍କର ବିଚାରଧାରା ଯାହା କହିବେ ଆମମାନଙ୍କ ପାଇଁ ମଙ୍ଗଳ। ଶୁଣନ୍ତୁ, ଗୋଟିଏ ରାଜ୍ୟରେ ରାଜା ଥିଲେ। ଗୋଟିଏ ରାଜ୍ୟରେ ଗୋଟେ ରାଜା ଥିଲେ। ଅତି ଅତ୍ୟାଚାର ରାଜା ସିଏ। ବହୁତ ଖରାପ ରାଜା, ବହୁତ ଖରାପ ଅତ୍ୟାଚାର ରାଜା ସିଏ। ତାଙ୍କ ରାଜ୍ୟରେ ଯଦି କିଛି ଗୋଟେ ଲୋକ କିଏ ତାଙ୍କ ବିଷୟରେ କ'ଣ କହିଦେଲେ ସେ ସାଙ୍ଗେ ସାଙ୍ଗେ ଡକେଇକି ଆଣିକି ମାରିଦିଅନ୍ତି, ନହେଲେ ବନ୍ଦିଶାଳେ ପୁରେଇକି ରଖନ୍ତି। ଆଉ ତାଙ୍କ ରାଜ୍ୟର ଯେତେ ଲୋକମାନେ ସକାଳୁ ଉଠିଲା ପରେ ପ୍ରଥମେ ଆଗ ଠାକୁରଙ୍କୁ ପ୍ରାର୍ଥନା କରିବେ ଏ ରାଜା କେମିତି ବେଗେ ଶୀଘ୍ର ମରଣ ହେଉ, ଏ ରାଜାଙ୍କୁ କେମିତି ଶୀଘ୍ର ମରଣ ହେଉ, ଏ ଅତ୍ୟାଚାରୀ ରାଜାଙ୍କୁ। ସବୁ ଲୋକମାନେ ସକାଳୁ ଉଠିଲା ମାନେ ଏ ଆଗ ଠାକୁରଙ୍କୁ ଦର୍ଶନ କରିବେ, ଏ ରାଜା ମରିଯାଉ ବେଗେ ଶୀଘ୍ର, କେମିତି ମରଣ ହେଉ କେମିତି ବେଗେ। ଏତେ ଖରାପ ରାଜା, ଏତେ ଅତ୍ୟାଚାରୀ ରାଜା। ତାଙ୍କ ଏ ରାଜାଙ୍କ ରାଜ୍ୟରେ ଜଣେ ଜମିଦାର ଥିଲେ। ବହୁତ ବଢ଼ିଆ ଲୋକ, ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଲୋକ, ବହୁତ ଭଲ ଲୋକ ସିଏ। ବହୁତ ସାହାଯ୍ୟ ଭଲ କରନ୍ତି ସେ ଜମିଦାର ଜଣକ। କାହାର ଯଦି ଗୋଟେ ଝିଅ ବାହା ହେଇପାରୁନି ନା, ଯଦି ତାଙ୍କ ଏଇ ଜମିଦାରଙ୍କ ପାଖରେ ପହଞ୍ଚିଲେ, ଏ ଜମିଦାରଙ୍କୁ ଦୁଃଖ ସୁଖ କହିଲେ ମୋ ଝିଅ ବାହାର ଏମିତି, ତାଙ୍କୁ କିଛି ସାହାଯ୍ୟ ପଇସା ପତ୍ର ଉପରେ ଦେଇକି ଛାଡ଼ନ୍ତି। ଯଦି କାହାର ଗୋଟେ ବ୍ରତ ହୋଇପାରୁନି, ବ୍ରତ ଘର କରିପାରୁନାହାନ୍ତି ଗରିବ ଲୋକ, ତାଙ୍କୁ ମଧ୍ୟ ସାହାଯ୍ୟ କରନ୍ତି। କାହାର କିଛି ଖାଇବା ପାଇଁ ଘରେ ନାହିଁ, ତାଙ୍କୁ ମଧ୍ୟ ସାହାଯ୍ୟ କରନ୍ତି। ଯେତେ ଲୋକ ବାକ ଆସନ୍ତି ସମସ୍ତଙ୍କୁ ଏ ଜମିଦାର ଜଣକ ବହୁତ ବଢ଼ିଆ ଲୋକ, ସମସ୍ତଙ୍କୁ ସାହାଯ୍ୟ କରନ୍ତି ଗରିବ ଲୋକମାନଙ୍କୁ। ସବୁ ଯାକ ଲୋକ ଯାଇକି ଜମିଦାରଙ୍କ ପାଖରେ ପହଞ୍ଚନ୍ତି। ଯେତେ ଲୋକ ସବୁ ସମସ୍ତେ ପହଞ୍ଚନ୍ତି, କାହିଁକିନା ବହୁତ ଭଲ ଲୋକ ଜମିଦାର ଜଣକ। ଏଇ ଯେଉଁ ଗରିବ ଲୋକଙ୍କୁ ସାହାଯ୍ୟ କରିବା କଥାଟା ଏ ଅତ୍ୟାଚାରୀ ରାଜାଙ୍କ କାନରେ ବାଜିଲା। ଅତ୍ୟାଚାରୀ ରାଜାଙ୍କ କାନରେ ବାଜିଲା। ଏଇ କାନରେ ଯେତେବେଳେ ବାଜିଲା, ରାଜା ଚିନ୍ତା କଲେ ଆରେ ଏ ଜମିଦାରଙ୍କ ପାଖରେ ସବୁ ଲୋକ, କିନ୍ତୁ ମୋ ପାଖରେ ଗୋଟିଏ ଲୋକ ନାହିଁ। ମୋ ପାଖରେ କ'ଣ ଗୋଟିଏ ଲୋକ? ତାଙ୍କ ପାଖରେ ସବୁ ଲୋକ, ଯେତେ ଲୋକ ରାଜ୍ୟର ସବୁ ଜାଗାରେ ଯାଇକି ଜମିଦାର ପାଖରେ ପହଞ୍ଚନ୍ତି। ମନେ ମନେ ଚିନ୍ତା କରୁଛି କିନ୍ତୁ ରାଜା। ଯଦି ପୁଣି ଭାବୁଛି କ'ଣ, ଯଦି ଲୋକମାନେ କିଛି ମିଟିଂ ମାଟିଂ କରିକି ଯଦି ଜମିଦାରକୁ ରାଜା କରିଦେବେ, ମୋତେ ଏ ରାଜସିଂହାସନରୁ କାଢ଼ିଦେବେ। ମାନେ ଏ କଥା ସବୁ ଭାବୁଛି ରାଜା, ଏ ଅତ୍ୟାଚାରୀ ରାଜା। ସେଇଠୁ ମନେ ମନେ ଭାବିଲା ନାଇଁ, ସେ ଜମିଦାରଙ୍କୁ ଡକେଇବାକୁ ପଡ଼ିବ ମୋ ବାହାକୁ। ମନ୍ତ୍ରୀକି ପଠେଇଲେ ଜମିଦାରଙ୍କୁ ଡକେଇକି ଆସିବ। ଜମିଦାର ଆସିକି ଜମିଦାରଙ୍କ ପାଖରେ ପହଞ୍ଚିଲେ। ମନ୍ତ୍ରୀ କହିଲେ ରାଜା ଡକେଇଛନ୍ତି, ଶୀଘ୍ର ତୁମେ ଚାଲ। ଜମିଦାର କହିଲେ ହଉ ଚାଲ। ଆସିଲେ, ମଣିମା କହିକି ଜୁହାର ହେଲେ। ଏ ଅତ୍ୟାଚାରୀ ରାଜା କହିଲେ ମୁଁ ଯୋଡ଼ିଏ ପ୍ରଶ୍ନ ପଚାରିବି, ଯୋଡ଼ିଏ ପ୍ରଶ୍ନର ଉତ୍ତର ଦେବ। ଆଉ ଯଦି ଉତ୍ତର ନ ଦେବ ମୁଁ ଯାହା ଦଣ୍ଡ ଦେବା କଥା ଦେବି। ଆଉ ଯଦି ଉତ୍ତର ଦେଇଦେଲ ଯାହା ମାଗିଲେ ମୁଁ ତାହା ଦେବି। ବିନା ତକଡ଼ିରେ ହାତୀ କେତେ ଓଜନ? ବିନା ତକଡ଼ିରେ ହାତୀ କେତେ ଓଜନ? ବାପା ଶୋଇଥିବ, ମା ଶୋଇଥିବ, ସ୍ତ୍ରୀ ଶୋଇଥିବ, ପୁଅ ରାତି 12টাରେ ଦୁଆର ମୁହଁରେ ପହଞ୍ଚିକି ଡାକିବ। ବାପା କହିବ ମୋତେ ଡାକୁଛି, ମା କହିବ ମୋତେ ଡାକୁଛି, ସ୍ତ୍ରୀ କହିବ ମୋତେ ଡାକୁଛି। ତାର ଉତ୍ତର। ଇଏ ଜମିଦାର ଜଣକ ଉତ୍ତର ଦେଇପାରିଲେନି। କହିଲେ ଆଜ୍ଞା ମୁଁ ୟାର ଉତ୍ତର ଜାଣିନି। ଏ ରାଜା ସେଇଠୁ କହିଲେ ତୁମେ ଉତ୍ତର ଦେଇପାରିବେନି? ନା ନାଇଁ ଆଜ୍ଞା। ଜମିଦାର ଅନେଇଲେ ଟିକେ, ରାଜା ଅନେଇଲା। ମନ୍ତ୍ରୀମାନଙ୍କୁ ଡକେଇଲା, ମନ୍ତ୍ରୀ ସେନାପତି ତାଙ୍କ ଯେତେ ପାଇଟାଳକୁ ସବୁ ଡକେଇଲା।
କହିଲା ये जमीदारଙ୍କର ବଂଶଟା ଆଜି ବୁଡ଼େଇ ଦିଅ, ये जमीदारଙ୍କର ବଂଶଟା ଆଜି ବୁଡ଼େଇ ଦିଅ। ରାଜାଙ୍କର ଆଦେଶ, ତାଙ୍କ ଆଦେଶ ନ ମାନିଲେ ଯିଏ ଯାହାକୁ କହିଥିବେ ତାଙ୍କ କାମ କରିବା ପାଇଁ ସିଏ ନ କଲେ ତାଙ୍କୁ ମାରିଦେବ। ଏ ରାଜା ତାଙ୍କୁ ମାରିଦେବ, ଏ ଅତ୍ୟାଚାରୀ ରାଜା ତାଙ୍କୁ ମଧ୍ୟ ମାରିଦେବ। ସେଇଠୁ ମନ୍ତ୍ରୀ ସେନାପତି କଟୁଆଳ ଗଲେ, ଆଙ୍କ ବଂଶଟା ପୁରା ବୁଡ଼େଇ ଦେଲେ ଏ ଜମିଦାର ଘର। ଖାଲି ଫକତ ଗୋଟିଏ ବୁଢ଼ୀକି ଛାଡ଼ିଲେ, ଏକମାତ୍ର ବୁଢ଼ୀକି ଛାଡ଼ିଲେ। ବୁଢ଼ୀର ବୟସ 90 ବର୍ଷ। ରାଜା ଦୟାଳ ଦେଖିକି ବୁଢ଼ୀକି ବଞ୍ଚେଇଲା ଖାଲି, ନହେଲେ ଆଉ ତାର ଯେତେ ପରିବାରର ଲୋକ ସମସ୍ତଙ୍କୁ ମାରିଦେଲା, ବଂଶ ବୁଡ଼େଇ ଦେଲା ସମସ୍ତଙ୍କର। ଏଣେ ବଂଶ ବୁଡ଼ିବା ଦେଖିକି ବୁଢ଼ୀ କାନ୍ଦି 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 ରାସ୍ତାରେ ଚାଲିଲା, କାନ୍ଦି କାନ୍ଦି ଭୋ ଭୋଇ କାନ୍ଦି କାନ୍ଦି ଯାଉଛି। ଆଉ ଆର ପଟ ଗାଁ ମୁଣ୍ଡରେ ଗୋଟେ ଜଣେ ଚାହା ଦୋକାନୀ, ହରି ବୋଲି ନା ତାର, ଚାହା ଦୋକାନ ଦେଇଥିଲା। ଏ ହରି ଯେଉଁ ଇଏ ବୁଢ଼ୀର କାନ୍ଦଣା ଦେଖିକି କହିଲା, ମାଉସୀ କୁଆଡ଼େ ଯାଉଛୁ, କ'ଣ କାନ୍ଦି କାନ୍ଦି, ଟିକେ ରହ ରହ ଟିକେ ଶୁଣୁ। ଏ ବୁଢ଼ୀ ମାଉସୀ ସେଇଠୁ ଛିଡ଼ା ହେଲା, ଛିଡ଼ା ହେଇକି ଇଏ ହରି ତା ପାଖକୁ ଗଲା, କହିଲା, ମାଉସୀ କାହିଁ କାନ୍ଦୁଛୁ କାହିଁକି? ନା ପୁଅ, ଇଏ ଅତ୍ୟାଚାରୀ ରାଜା ମୋ ବଂଶ ବୁଡ଼େଇ ଦେଲା, ଖାଲି ଫକତ ମୋତେ ଛାଡ଼ିଲା, ଆଉ ସମସ୍ତଙ୍କୁ ମାରିଦେଲା। ମୋ ପୁଅ ବୋହୂ ନାତି ନାତୁଣୀ ସମସ୍ତଙ୍କୁ ମାରିଦେଲା, ମୋର ବଂଶରେ କେହି ନାହିଁ, ବଂଶ ପୁରା ବୁଡ଼େଇ ଦେଲା। କହିଲା ହଁ। ଇଏ ସେଠୁ ହରିକି ଟିକେ ଦୟା ଆଇଲା, ବୁଢ଼ୀ ଲୋକ କୁଆଡ଼େ ଯିବ ସବୁ ଭାବିଲା। କହିଲା, ମାଉସୀ ଆଜିଠୁ ତୁ ମୋରି ପାଖରେ ରହିବୁ, ଆଜିଠୁ ତୁ ମୋରି ପାଖରେ ରହିବୁ, ତୋର କିଛି ଅସୁବିଧା ହେବନି। ତୋ ପାଇଁ ମୁଁ ଗୋଟେ ଝାଟି ମୁଟି କୁଡ଼ିଆ ଟିକେ କରିଦେବି, ସେ କୁଡ଼ିଆରେ ତୁ ରହିବୁ, ଖାଇବା ପିଇବା ଯାହା ଦରକାର ସବୁ ମୁଁ ଦେବି। ଇଏ ହରି ଚା ଦୋକାନିଆ ତା ପାଇଁ ଗୋଟେ କୁଡ଼ିଆ କଲା, ବୁଢ଼ୀକି କହିଲା ରହିବା ପାଇଁ, ଖାଇବା ପିଇବା ଯାହା ଦରକାର ସବୁ ନେଇକି ବୁଢ଼ୀକି ଦେଲା। ଯାହା ଦରକାର ବୁଢ଼ୀର ଖାଇବା ପିଇବା, ଘର ତ ଗଲା, ଘର ରହିଲା ଝାଟି ମୁଟି କୁଡ଼ିଆରେ, ଯାହା ଖାଇବା କଥା ସବୁ ଯାହା ଖଞ୍ଜିକି ନେଇକି ଏ ହରି ଚା ଦୋକାନିଆ ନେଇକି ଦେଲା ବୁଢ଼ୀକି। ଆଉ ଗୋଟେ ରାଜ୍ୟରୁ ସୌଦାଗର ବୋଲି ଜଣେ ଏଇ ଅତ୍ୟାଚାରୀ ରାଜାଙ୍କ ରାଜ୍ୟକୁ ବେପାର ବାଣିଜ୍ୟ କରିବାକୁ ଆସିଲା। ଯେତେବେଳେ ବେପାର ବାଣିଜ୍ୟ କରିବାକୁ ଆସିଲା, ଏମିତି ଚାଲି ଚାଲି ଯାଉଛି, ଇଏ ବୁଢ଼ୀ ଝୁପୁରି କୁଡ଼ିଆ ଦୁଆର ମୁହଁରେ ବସିଛି, ବୁଢ଼ୀ ମାଉସୀ। ଆକୁ ଦେଖିକି ଯାଇକି ପହଞ୍ଚିଲା ଏ ସୌଦାଗର, କହିଲା, ମାଉସୀ ମୋତେ ଆଜି ଟିକେ ଘରରେ ଜାଗା ଦେବୁ। ଏ ବୁଢ଼ୀ ମାଉସୀ କହିଲା, ଆରେ ପୁଅ, ଏତେ ବଡ଼ ଝୁପୁଡ଼ି କୁଡ଼ିଆ ଘର, ମୁଁ ତ ଏକା, ତୁ ରହିଲେ କ'ଣ ଅସୁବିଧା ଅଛି? ତୁ ରହ, କିଛି ଅସୁବିଧା ନାହିଁ। ଏ ସୌଦାଗର ସେଇଠୁ ସେ ବୁଢ଼ୀ ମାଉସୀ ପାଖରେ ରହିଲା। ଏଣେ ରାଜାଙ୍କର ଅର୍ଡ଼ର, ରାଜାଙ୍କର ଆଦେଶ, ମୋ ରାଜ୍ୟରେ ଯିଏ ବେପାର ବାଣିଜ୍ୟ କରିବ, ମୋର ପ୍ରଶ୍ନର ଉତ୍ତର ଦେଲେ ବେପାର ବାଣିଜ୍ୟ କରିବ, ନହେଲେ ଯାହା ଧନ ସମ୍ପତ୍ତି ଆଣିଥିବ ସବୁଯାକ ମୋ ରାଜକୋଷକୁ ପଠାଇଦେବ। ଏଣେ ଏ କଥା କହିଛନ୍ତି ରାଜାଙ୍କ ଆଦେଶ। ଇଏ ସୌଦାଗର ସେ ପୁଣି ରାଜାଙ୍କ ପାଖରେ ପହଞ୍ଚିଲା, ଜୁହାର ମାନେ ମଣିମା କହିକି ଜୁହାର ହେଲା। ଇଏ ରାଜା କହିଲେ, ତୁମର କେଉଁଠା, କୁଆଡ଼େ ଆସିଛ? ନା ଆଜ୍ଞା, ମୁଁ କିଛି ବେପାର ବାଣିଜ୍ୟ କରିବାକୁ ଆସିଛି। ନା ମୋ ପ୍ରଶ୍ନର ଉତ୍ତର ଦେବ ତ? ନା ଆଜ୍ଞା, ପ୍ରଶ୍ନ ପଚାରନ୍ତୁ। ନା ବିନା ତକଡ଼ିରେ, ବିନା ତକଡ଼ି ପାଲରେ ହାତୀ କେତେ ଓଜନ? ବାପା ଶୋଇଥିବ, ମା ଶୋଇଥିବ, ସ୍ତ୍ରୀ ଶୋଇଥିବ, ପୁଅ ରାତି 12ଟାରେ ଦୁଆର ମୁହଁରେ ଡାକିବ, ବାପା କହିବ ମୋତେ ଡାକୁଛି, ମା କହିବ ମୋତେ ଡାକୁଛି, ସ୍ତ୍ରୀ କହିବ ମୋତେ ଡାକୁଛି। ଏ ସୌଦାଗର କହିଲା, ଆଜ୍ଞା ମୋତେ ଗୋଟେ ଦିନ ଟାଇମ୍ ଦିଅନ୍ତୁ, ମୋତେ ଗୋଟେ ଦିନ ଟାଇମ୍ ଦିଅନ୍ତୁ। ରାଜା କହିଲା, ହଉ ହଉ କିଛି କଥା ନାହିଁ, ତୁ ଗୋଟେ ଦିନ ଟାଇମ୍ ନେ। ସେଇଠୁ ସୌଦାଗର ଆଇଲା, କାନ୍ଦ କାନ୍ଦ ହେଇକି ଆଇଲା। ପୁଣି ଉତ୍ତର ନଦେଲେ ତା ଧନ ସମ୍ପତ୍ତି ଯାହା ବେପାର କରିବାକୁ ଆଣିଛି, ଯଦି ଉତ୍ତର ନ ଦେଇପାରିବ ରାଜାଙ୍କ ରାଜକୋଷକୁ ନେଇଯିବେ। କାନ୍ଦି କାନ୍ଦି ଆଇଲା, ଆଉ କାନ୍ଦ କାନ୍ଦ ହେଇକି ଆଉଛି। ଆଉ ଆସିକି ବୁଢ଼ୀ ପାଖରେ ବସିଲା, ବୁଢ଼ୀ ମାଉସୀ ପାଖରେ। ଏ ବୁଢ଼ୀ ମାଉସୀ ଦେଖିକି କହିଲା, ଆରେ ପୁଅ, ମୁଁ କାନ୍ଦ କାନ୍ଦ, ତୋ ମୁହଁଟା କ'ଣ ଶୁଖିଲା ଶୁଖିଲା ଦେଖାଉଛି, କାନ୍ଦ କାନ୍ଦ ଭଳିଆ ଦେଖାଉଛି। ନା ମାଉସୀ, ଆଜି ଯେଉଁ ରାଜା ଯେଉଁ ପ୍ରଶ୍ନ ମୋତେ ପଚାରିଲେ ତାର ଉତ୍ତର ନ ଦେଲେ ମୁଁ ଯାହା ଧନ ସମ୍ପତ୍ତି ବେପାର କରିବାକୁ ଆଣିଛି ଯଦି ଉତ୍ତର ନ ଦେଇପାରିବି, ସେ ଧନ ସମ୍ପତ୍ତି ଯାକ ତାଙ୍କ ରାଜକୋଷକୁ ନେଇଯିବେ। ନା କ'ଣ ଉତ୍ତର ମାନେ ପ୍ରଶ୍ନ ପଚାରିନ୍ତି କହିଲୁ? ନା ବିନା ତକଡ଼ି ପାଲରେ ହାତୀ କେତେ ଓଜନ? ବାପା ଶୋଇଥିବ, ମା ଶୋଇଥିବ, ସ୍ତ୍ରୀ ଶୋଇଥିବ, ରାତି 12ଟାରେ ପୁଅ ଡାକିବ ଦୁଆର ମୁହଁରେ, ବାପା କହିବ ମୋତେ ଡାକୁଛି, ପୁଅ କହିବ ମା କହିବ ମୋତେ ଡାକୁଛି, ସ୍ତ୍ରୀ କହିବ ମୋତେ ଡାକୁଛି। ବୁଢ଼ୀ ମାଉସୀ, ହଉ ହଉ ତୁ ବ୍ୟସ୍ତ ନି, ମୁଁ ତାର ଉତ୍ତର ଦେଉଛି, ତୁ ରାଜାଙ୍କୁ ଉତ୍ତର ଦେବୁ। ଇଏ ରାଜାଙ୍କୁ ଯିବୁ କହିବୁ, ଗୋଟିଏ ଡଙ୍ଗା ଆଣିବେ, ଚାପସ ଡଙ୍ଗା, ପାଣିରେ ପକାଇବେ, ହାତୀକି ସେ ଭିତରେ ଡଙ୍ଗା ଭିତରେ ଛିଡ଼ା କରିବେ। କିଛି ଯେଉଁ ତଳକୁ ଯେଉଁ ଡୁବିବ, ପାଣି ଭିତରକୁ ଯେଉଁ ଡୁବିବ, ହାତୀକି କାଢ଼ିଦେଲା ପରେ ସେ ଯେଉଁଠି ପାଣି ଦାଗ ଥିବ ସେଇଠି ଗୋଟେ ଦାଗ ଦେବେ।
ସେଇ ସିଧାରେ ଗୋଟେ ଦାଗ ଦେବେ, ଯେଉଁ ଡୁବିଥିବ ଯେଉଁ ପାଣି ଭିତରେ ସେଇ ସିଧାରେ ଗୋଟେ ଦାଗ ଦେବେ, ହାତୀକୁ ଓହ୍ଲେଇ ଦେବେ, କିଛି ପଥର ନେଇକି ରଖିବେ, ସେ ଦାଗ ସିଧା ଯାଆଙ୍କେ ପଥର ରଖିବେ, ପଥର ସେଠୁ ଓହ୍ଲେଇ ଦେବେ, ତକଡ଼ି ପାଲିରେ ରୋଜନ କରିବେ। ରୋଜନ କଲାବେଳେ ପଥର ତକଡ଼ିରେ ଯେତିକି ରୋଜନ ହେଲା ହାତୀ ସେତିକି ରୋଜନ ହେଲା କହିବୁ। ଆଉ ବାପା ଶୋଇଥିବ, ମା ଶୋଇଥିବ, ସ୍ତ୍ରୀ ଶୋଇଥିବ, ତାର ଉତ୍ତର ହେଲା କହିବୁ ରାଜାଙ୍କୁ ବାମା, ବାମା ବୋଲି କହିବୁ। ବାମା ମାନେ ସ୍ତ୍ରୀ, ବାପା ଆଉ ମା କହିବୁ ଏ କଥା। ଆଉ ଏ ସୌଦାଗର ସେଇଠୁ ରାଜାଙ୍କ ପାଖକୁ ଆଇଲେ, ଆସିକି ପହଞ୍ଚିଲେ। ରାଜା କହିଲେ କ'ଣ ଉତ୍ତର ଦେବ ନା ହଁ ଆଜ୍ଞା। ଏ ସୌଦାଗର କହିଲେ ଆଜ୍ଞା ଗୋଟେ ଚାପସ ଡଙ୍ଗା ଆଣନ୍ତୁ। ଚାପସ ଡଙ୍ଗା ଆଣିଲେ, ପାଣିରେ ପକାଇଲେ, ହାତୀକି ସେଇ ଭିତରେ ନେଇକି ରଖିଲେ। ଯେଉଁ ସିଧା ବୁଡ଼ିଲା ଡଙ୍ଗାଟା ସେଇ ସିଧା ଗୋଟେ ଦାଗ ଦେଲେ, ଦାଗ ଦେଇକି ହାତୀକୁ ଓହ୍ଲେଇ ଦେଲେ। ପଥର ପୁଣି ଲୋଡ଼ କଲେ, ପଥର ଯେଉଁ ସିଧା ଦାଗ ଦେଇଥିଲେ ସେଇ ସିଧା ରଖିଲେ, ପୁଣି ପଥର ଅଲଡ଼ କଲେ, ଅଲଡ଼ କରିକି ତକଡ଼ି ପାଲିରେ ରୋଜନ କଲେ। ଯେତିକି ରୋଜନ ହେଲା ପଥରତିକ ହାତୀ ସେତିକି ରୋଜନ ହେଲା ଆଜ୍ଞା। ରାଜା ଏମିତି ଗାଲରେ ହାତ ଦେଇକି ରହିଲେ, କହିଲା ଆରେ ତେତେ ଏତେ ବୁଦ୍ଧି କିଏ ଦେଲା? ତୁ ଏତେ ବୁଦ୍ଧି କେଉଁଠୁ ଶିଖିଲୁ? ହଁ, ଆଉ ଦ୍ୱିତୀୟ ପ୍ରଶ୍ନ ଅଛି। ବାପା ଶୋଇଥିବ, ମା ଶୋଇଥିବ, ସ୍ତ୍ରୀ ଶୋଇଥିବ, ପୁଅ ରାତି 12ଟାରେ ଦୁଆର ମୁହଁରେ ଡାକିବ, ବାପା କହିବ ମୋତେ ଡାକୁଛି, ମା କହିବ ମୋତେ ଡାକୁଛି, ସ୍ତ୍ରୀ କହିବ ମୋତେ ଡାକୁଛି। ତାର ଉତ୍ତର ନା ଆଜ୍ଞା, ତାର ଉତ୍ତର ହେଲା ବାମା। ବାମା ମାନେ ସ୍ତ୍ରୀ, ବାପା, ମା। ବାମା ନାଁରେ ଯେତେକ ସବୁ ଭଦ୍ରଲୋକ ବସିଥିଲେ ସବୁ ଦର୍ଶକ ବନ୍ଧୁମାନେ ତାଳି ମାଇଲେ। ଇଏ ତ ରାଜା ଦେଖିଲେ ସମସ୍ତେ ତାଳି ମାରିଲେ, ମୁଁ ଆଉ କ'ଣ କହିବି? କହିଲେ ହଉ ତୁମେ କ'ଣ ମାଗିବା କଥା ମାଗ। ନା ଆଜ୍ଞା ଆପଣଙ୍କୁ 10 ମିନିଟ୍ ଗୋଟିଏ ଜିନିଷ ମାଗୁଛି, ମୁଁ 10 ମିନିଟ୍ ଯାଆଁକେ ଆପଣ ବାହାରକୁ ଆସନ୍ତୁ, ମୁଁ ରାଜା ହେଇକି ଆପଣଙ୍କ ଗାଦିରେ ବସିବି। ସେଇଠୁ ଇଏ ଅତ୍ୟାଚାରୀ ରାଜା ସେଇଠୁ ବାହାରକୁ ଆସିଲେ। ଇଏ ସୌଦାଗର ଯାଇକି ସେଠି ବସିଲେ ସିଂହାସନରେ। ମନ୍ତ୍ରୀ ସମସ୍ତେ ଯେଉଁ ବସିଥିଲେ ସମସ୍ତେ ଗଲେ ଆଗ ଇଏ ରାଜାଙ୍କୁ ଆଗ ନେଇକି ବନ୍ଦୀ ଘରେ ପୁରା, ଇଏ ଅତ୍ୟାଚାର ରାଜାଙ୍କୁ ନେଇକି ବନ୍ଦୀ ଘରେ ପୁରା। ସୌଦାଗର ଅର୍ଡ଼ର କରୁଛନ୍ତି, ଆଦେଶ ଦେଉଛନ୍ତି ଏ ମନ୍ତ୍ରୀମାନଙ୍କୁ। ସେଇଠୁ ନେଇକି ବନ୍ଦୀ ଘରେ ପୁରେଇ ଦେଲେ। ଇଏ ସୌଦାଗର କହିଲେ, ସବୁ ଲୋକମାନେ କହିଲେ ଆଜିଠୁ ଆମର ଇଏ ନୂଆ ରାଜା। ସୌଦାଗର କହିଲେ ହଁ ମୁଁ ଆପଣଙ୍କ ରାଜ୍ୟରେ ନୂଆ ରାଜା ହେବି, କିନ୍ତୁ ମୁକୁଟ ମୋତେ ଜଣେ ଗୋଟିଏ ବୁଢ଼ୀ ପିନ୍ଧେଇବ। ମୋତେ ସେ ବୁଢ଼ୀ ଆସିଲେ ହିଁ ପିନ୍ଧିବ, ମୁଁ ଡାକି ଆସିଲା ପରେ ମୋତେ ପିନ୍ଧେଇବ ବୁଢ଼ୀ। ଏ ସୌଦାଗର ଗଲା, ଜିତି ଯାଇଛି ନା ଏଠି, ଯାଇକି ମାଉସୀକି ଗଲା ମାଉସୀ ତୁ ଆଜି ମୋ ମୁଣ୍ଡରେ ମକୁଟ ତୁ ପିନ୍ଧେଇବୁ। ବୁଢ଼ୀ ସେଇଠୁ ଆଇଲା, ମକୁଟ ପିନ୍ଧେଇଲା ଇଏ ସୌଦାଗରକୁ। ସୌଦାଗର ମକୁଟ ପିନ୍ଧିଲା। ରାଜା ଯେତେ ରାଜ୍ୟରେ ସବୁ ପ୍ରଜାମାନେ କହିଲେ ଆମର ଆଜିଠୁ ନୂଆ ରାଜା ଆସିଲେ, ବହୁତ ଭଲ ରାଜା ଆମର ଇଏ, ବଢ଼ିଆ ଅତ୍ୟାଚାର ରାଜାକୁ ହଟେଇକି ବନ୍ଦିଶାଳରେ ରଖିଲେ, ବହୁତ ବଢ଼ିଆ ରାଜା ଇଏ। ଏ ସୌଦାଗର ଜଣ ଯେଉଁ ଆସିଲେ ବହୁତ ଭଲ ରାଜା କହିକି ସମସ୍ତେ ଖୁସି ହେଲେ। ବୁଢ଼ୀକି କହିଲା ଆଜିଠୁ ତୁ, ଇଏ ସୌଦାଗର ରାଜା କହିଲା ଆଜିଠୁ ତୁ ମୋ ମା। ଇଏ ରାଜା ସୌଦାଗର ରାଜା ଯେଉଁ ହେଲେ ନୂଆ ରାଜା, ଇଏ ବୁଢ଼ୀକି କହିଲେ ଆଜିଠୁ ତୁ ମୋର ମା। ଏଣେ ହରି ପୁଣି ଅଛି ଚାହା ଦୋକାନୀ। ଚା ଦୋକାନୀ ଆସିକି ପହଞ୍ଚିଲା, କହିଲା ମାଉସୀ ଯାଉ ତୁ ଆଜି ବହୁତ ବଡ଼ ଲୋକ ହେଲୁ। ଇଏ ମାଉସୀ କହିଲା ଆରେ ହରି କାହା ସକାଶୁ ମୁଁ ବଡ଼ ଲୋକ? ତୁ ମୋ ଗୁରୁରେ, ମୋ ଗୁରୁ ମୁଁ କାହା ଗୁରୁ ନୁହଁ, ତୁ ଆଜିଠୁ ମୋ ଗୁରୁ, ତୁ ସକାଶୁ ମୁଁ ରାଜ୍ୟରେ ମାନେ ରହିଲି, ନହେଲେ ମୁଁ ତ କୁଆଡ଼େ ମୋ ବଂଶ ଯେମିତି ନିପାତ ହେଇଥିଲା ମୁଁ ତ କୁଆଡ଼େ ଯାଇଥାନ୍ତି, କିନ୍ତୁ ତୁ ମୋତେ ରଖିଛୁ, ତୁ ଆଗ ମୋର ବଡ଼ ଗୁରୁ। ହରି କହିଲା ମାଉସୀ ହଉ ଯାହା ହଉ ଭଲ ହେଲା, ସମସ୍ତେ ଖୁସି ବାସିରେ ରହିବା। ସେଇଠୁ ଇଏ ରାଜା କେତେ ଅତ୍ୟାଚାରୀ ରାଜା, ଯେମିତି ରାଜାକୁ ସେମିତି କର୍ମ ଦେଲେ ଭଗବାନ। ଅତି ଅନ୍ୟାୟ କଲା ତାକୁ ଭଗବାନ ଛାଡ଼ିବେ କି? ବହୁତ ଅନ୍ୟାୟ କରିବା ପରେ ଭଗବାନ ତାକୁ ସିଧା ଅନ୍ୟାୟର ଫଳ ଦେଲେ। ସୌଦାଗର ରାଜା ହେଲେ, ଇଏ ଅତ୍ୟାଚାରୀ ରାଜା ବନ୍ଦୀ ଘରେ ପଶିକି ରହିଲେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।